ଓଡ଼ିଆରୁ ଇଂରାଜୀ ଶବ୍ଦ କିପରି ଲେଖାଯାଇଥାଏ ଏହି ଭିଡ଼ିଓରେ ଆମେ ଶିଖିବା। ଯେପରିକି ସରିତା ଲେଖିବା। ଆମେ ଜାଣିଛନ୍ତି ଦନ୍ତ ସ ପାଇଁ SA, ରି ପାଇଁ RI ଏବଂ ତ କିମ୍ବା ତା ପାଇଁ TA। ତେଣୁ ସରିତାକୁ କିପରି ଲେଖିବା? SARITA। ନେକ୍ସଟ ଶବ୍ଦକୁ ଦେଖିବା ରମେଶ। ର ପାଇଁ RA, ମେ ପାଇଁ ME, ତାଲବେଶ ପାଇଁ SHA। ଦେଖ ଏଠାରେ ଯଦି ଆମେ ପଢ଼ିବା ରମେଶ ତେବେ ଶେଷରେ SHA ଲାଗିବ, ଯାହାକି ତାଲବେଶ। କିନ୍ତୁ ଯଦି ଆମେ ଏହାକୁ ସର୍ଟରେ ପଢ଼ିବା ରମେଶ ତେବେ ଲେଖାଯାଏ RAMESH। ବୁଝିପାରିଲ? ତାପରେ ଦେଖିବା ଉପେନ୍ଦ୍ର। ଏହାକୁ ପ୍ରଥମେ ସନ୍ଧି ଆକାରରେ ଉଚ୍ଚାରଣ କରିବା, ଯେପରିକି ଉପେନ୍ଦ୍ର। ଠିକ ଅଛି ପିଲେ? ଦେଖ ଉ ପାଇଁ କ'ଣ ଲେଖିବା? U, ପେ ପାଇଁ PE, ନ ପାଇଁ NA ଲେଖୁଥିଲେ କିନ୍ତୁ ନରେ ହଳନ୍ତ ପାଇଁ କେବଳ N ଲେଖାଯାଏ। ତାପରେ ଦ୍ର ପାଇଁ DRA, ଉପେନ୍ଦ୍ର। ବର୍ତ୍ତମାନ ଦେଖିବା ପୁଷ୍ପାଞ୍ଜଳି। ଏହାକୁ ଆମେ ସନ୍ଧି ଆକାରରେ ଲେଖିବା ପୁଷ୍ପାଞ୍ଜଳି। ଠିକ ଅଛି? ପୁ ପାଇଁ PU, ଦନ୍ତସରେ ହଳନ୍ତ ପାଇଁ କେବଳ S, ପା ପାଇଁ PA, ନରେ ହଳନ୍ତ ପାଇଁ N, ଜ ପାଇଁ JA, ଳି ପାଇଁ LI, ପୁଷ୍ପାଞ୍ଜଳି। ବର୍ତ୍ତମାନ ଲେଖିବା କାର୍ତ୍ତିକ। ଏହାକୁ ବି ମଧ୍ୟ ଏପରି ଭାବରେ ସନ୍ଧି ଆକାରରେ ଉଚ୍ଚାରଣ କରିବା, ଯେପରିକି କାର୍ତ୍ତିକ। ଠିକ ଅଛି? ଏବେ ଦେଖ ପିଲେ କାର ପାଇଁ KARA ହେବା କଥା, କିନ୍ତୁ କାର ପାଇଁ ରରେ ହଳନ୍ତ ଲାଗିଛି, KAR ଲେଖିବା। ତାପରେ ଟି ପାଇଁ TI, କ ପାଇଁ KA। କିନ୍ତୁ ଯଦି ପିଲେ କାର୍ତ୍ତିକ ବଦଳରେ ଆମେ କାର୍ତ୍ତିକ ଉଚ୍ଚାରଣ କରିବା ତେବେ ଶେଷରେ କେବଳ KA ନ ଲେଖି K ଲେଖାଯାଇଥାଏ। ବୁଝି ହେଉଛି ନା? ଦେଖ ପିଲେ ଏଠାରେ କେତେ ଗୁଡ଼ିଏ ବ୍ୟକ୍ତିଙ୍କର ନାମ ଲେଖାଯାଇଅଛି। ସେଗୁଡ଼ିକ ନିଜେ ଇଂରାଜୀରେ କିପରି ଲେଖାଯାଇଥାଏ ନିର୍ଭୁଲ ଭାବରେ ଲେଖିବା ପାଇଁ ଚେଷ୍ଟା କରିନେବେ। ଯେପରିକି ତୃପ୍ତି, ପାଣ୍ଡୁଲିପି, ଭାସ୍କର, ଫାଲ୍ଗୁନୀ, ଧାର୍ମିକ, ରଶ୍ମିତା, ଚନ୍ଦ୍ରିକା, ମୌସୁମୀ, ଡମ୍ବରୁଧର ଏବଂ ମନ୍ଦାକିନୀ। ଧନ୍ୟବାଦ।